ओम नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयतिमुखं करोति वाचालं पङ्गुलं भयते गिरिं यत्कृपातमहं वन्दे परमानन्दमाधवं निगमकल्पतरोर्गलितं फलं सुखं खादमुत्तद्रवसंयुतं जीवतो भागवतं रसमालयो मुहुरो रसिका भङ्गाहुताः ओं व्यासं वसितं सत्यपूर्णमकरमजं पराशरात्मजं वन्दे सुगतातन्तपोनिधिम् ओं व्यासाय विष्णुरूपाय व्यासरूपाय विष्णवे नमो वै ब्रह्मनिधये वासिष्ठाय नमो नमः ओं श्री परमात्मने नमः ओं नमो भगवते वासुदेवाय द्वादश स्कंद एकादश अध्याय भगवान अंग उपांग आयुधवान रहस्य विभिन्न सूर्यगण वर्णना शौनक उवाच शौनक सुत्तमु कहे शौनकादि मुनि मैंने सुत्तमु प्रश्न कर सुत उत्तर दूसरा तेणु शौनक कहते अर्थ इमं अर्थम पृछामो भवन्तं बहुवित्तम समस्त तंत्राभासन्ते भवान भागवत तत्त्वविंगित अथेम अर्थम पृछाम बर्तमान कहले सुत भाग आपण होउछन्ति भगवान परम भक्त समस्त मंत्र तंत्र एवं भागवत तत्व को जानते आपण आम से शास्त्र सिद्धांत संबंध में आपको गोटे विशेष प्रश्न करने चाहूँ इमं अर्थम पृछाम भवंतम बहुवित मानक भर आप उत्तम बहु ज्ञान थी व्यक्ति मान भर आप श्रेष्ठ मंत्र तंत्र तंत्र भागवत तो सब आपको जना तेणु आम गोटे किसी जानवा चाहूँ तांत्रिका परिचर्याय केवल शिष्य पते अंगोपांगायुधा कल्पम कल्पयन्ति तथा चचहि तांत्रिका परिचर्याय तांत्रिका परिचर्याय गोटे वैदिक पूजा अच्छी गोटे तांत्रिक पूजा अच्छी तो तांत्रिक माने पूजा करने बेले केवल शिष्य पते कुशलता पूर्वक ठीक रूपे पूजा आराधना कले मरणशील पुरुष अमरत्व लाभ करता है वैदिक पूजा तांत्रिक पूजा पूजा पाठ द्वारा मध्यम केवल से श्रियपते है केवल श्रियपति लक्ष्मीपति भगवान नारायण को पूजा कले अंग उपांग आयुधा कल्पम कल्पयन्ति यथा चलहि सांग उपांग आयुधवान सहित भगवान पूजा अर्चना कले मंगल हुए कौन असुविधा नहीं तन्नु वर्णय भद्रम ते क्रिया योगम बहुशतांग हे सुत महाभाग आम मान आप वर्णा कर कहतु क्रिया योग पूजा पाठ कले कि भगवान खुशी हे पूजाटा केमी कौन करा आराधना जेन क्रिया नैपुण्यन मर्त्य जायात अमर्त्यता जो पूजा करने द्वारा पूजा पाठ मर्त्य
ମଦାଲୋକର ବାସିନ୍ଦା, ନା ମର୍ତ୍ୟ ଲୋକ, ଏଠି ଯିଏ ଆସିବ ସେ ମରିବ, ସେ ଅମୃତକୁ ପାଇବ। ପୂଜାପାଠ ଦ୍ୱାରା ମଧ୍ୟ ଭଗବତ ପ୍ରାପ୍ତି ହେବ। ତେଣୁ ସେଇଟା ଆମକୁ ଭଲ ଭାବରେ ବୁଝେଇକି କହନ୍ତୁ। ସୁତ ଉବାଚ ନମସ୍କୃତ୍ୟ ଗୁରୁନ ପକ୍ଷେ ବିଭୂତି ବୈଷ୍ଣବୀ ଅପି ଯାହା ପ୍ରୋକ୍ତା ବେଦତନ୍ତ୍ରାଭ୍ୟାଂ ଆଚାର୍ଯ୍ୟୈଃ ପଦ୍ମଜାଦିଭିଃ। ନମସ୍କୃତ୍ୟ ଗୁରୁନ ପକ୍ଷେ, ବର୍ତ୍ତମାନ ସୌନ କହୁଛନ୍ତି, ସୁତ କହିଲେ, ସୁତ ଉବାଚ, ସୁତ କହୁଛନ୍ତି, କହିଲେ ହିଁ ସୌନକଜୀ, ବ୍ରହ୍ମାଦି ଆଚାର୍ଯ୍ୟଗଣ ବେଦଗଣ ପଞ୍ଚରାତ୍ରାଦି ତତ୍ତ୍ୱଗ୍ରନ୍ଥରେ ବିଷ୍ଣୁ ଭଗବାନଙ୍କର ଯେଉଁ ବିଭୂତି ଗୁଡ଼ିକ ବର୍ଣ୍ଣନା କରିଛନ୍ତି, ଗୁରୁଦେବଙ୍କ ଚରଣ ଆବିନ୍ଦରେ ନମସ୍କାର କରି ମୁଁ ଆପଣମାନଙ୍କୁ ତାହା ଜଣାଉଛି। ପଦ୍ମରୁ ଯେ ଜାତ ହୋଇଛନ୍ତି ମାନେ ବ୍ରହ୍ମା, ବ୍ରହ୍ମା ଏବଂ ବେଦତନ୍ତ୍ରାଭ୍ୟାଂ ଆଚାର୍ଯ୍ୟ, ବେଦ ଏବଂ ତନ୍ତ୍ରଶାସ୍ତ୍ର ଅଭିଜ୍ଞ ଆଚାର୍ଯ୍ୟମାନଙ୍କ ଦ୍ୱାରା ବ୍ରହ୍ମା ପ୍ରଭୃତି, ବ୍ରହ୍ମା ପର୍ଯ୍ୟନ୍ତ ସେ ବି ଆଚାର୍ଯ୍ୟ, ସେ ବି ବିଜ୍ଞ ଜ୍ଞାନୀ। ବ୍ରହ୍ମା ହେଲା ଏକ ନମ୍ବର ସୃଷ୍ଟିର ଏକ ନମ୍ବର ପ୍ରଭୁଙ୍କ ନାଭିକମଳରୁ ବାହାରିଛନ୍ତି, ସେ ସୃଷ୍ଟିକର୍ତ୍ତା। ତେଣୁ ବେଦତନ୍ତ୍ର, ବେଦ ଜ୍ଞାନୀ ଏବଂ ତନ୍ତ୍ର ଉଭୟ ଜ୍ଞାନ ସମ୍ପନ୍ନ ଆଚାର୍ଯ୍ୟମାନଙ୍କ ଦ୍ୱାରା ଯେଉଁ କଥା କୁହାଯାଇଛି, ବୈଷ୍ଣବୀ ବିଭୂତି, ମୋର ତାର ଗୁରୁଙ୍କୁ ନମସ୍କାର କରିକିରି ସେ ବୈଷ୍ଣବୀ ବିଭୂତି ବର୍ଣ୍ଣନା କରୁଛି। ମାୟାଦ୍ୟୈଃ ନବଭିଃ ତତ୍ତ୍ୱୈଃ ସ ବିକାରମୟୋ ବିରାଟ ନିର୍ମିତଃ ଦୃଶ୍ୟତେ ଯତ୍ର ସଚିତ୍କେ ଭୁବନତ୍ରୟମ୍। ହେଲେ ମାୟାଦ୍ୟୈଃ ନବଭିଃ ତତ୍ତ୍ୱୈଃ, ଭଗବାନଙ୍କର ଯେଉଁ ଚେତନାଧିଷ୍ଠିତ ବିରାଟ ରୂପ ଏଇ ତ୍ରିଲୋକ ଦୃଶ୍ୟମାନ ହୋଇଛି, ତାହା ପ୍ରକୃତି, ସୂତ୍ରାତ୍ମା, ମହତ୍ତତ୍ଵ, ଅହଙ୍କାର ଏବଂ ପଞ୍ଚତନ ମାତ୍ର। ନବ ମାୟାଦ୍ୟୈଃ ନବତତ୍ତ୍ୱ ବି, ନଅଟା ତତ୍ତ୍ୱ କହିଲେ କ'ଣ? 5 ତନ୍ମାତ୍ର ଆଉ 4 ହେଲା ପ୍ରକୃତି, ମହତ୍ତତ୍ଵ, ଅହଙ୍କାର, ସୂତ୍ରାତ୍ମା ନିଜେ ପ୍ରଭୁ। ଏ 9ଟିକି ନେଇକିରି ମାଇକ ଜଗତ ସୃଷ୍ଟି ହେଇଛି। ସବୁ ହିଁ ମାୟା, ଏ ସମସ୍ତେ ଜଡ଼। ଏତତ୍ ବୈ ପୌରୁଷଂ ରୂପମ୍ ଭୂଃ, ଇଏ ହେଲେ ପୁରୁଷଙ୍କର ସ୍ୱରୂପ। ଭଗବାନଙ୍କର ଦୁଇଟା ରୂପ, ଗୋଟେ ସୂକ୍ଷ୍ମ ଏବଂ ଗୋଟେ ସ୍ଥୂଳ। ସୂକ୍ଷ୍ମ ରୂପ ହେଲେ ସଚ୍ଚିଦାନନ୍ଦମୟ ଏବଂ ଜ୍ୟୋତିର୍ମୟ, ସ୍ଥୂଳ ରୂପ ସମଗ୍ର ବିଶ୍ୱ। ତାଙ୍କରି ଭିତରେ ମାୟା, ପ୍ରଭୁଙ୍କ ଭିତରେ ପ୍ରଭୁଙ୍କୁ ନେଇକି ଅନେକ ସୃଷ୍ଟି ହେଇଯାଏ। ସେ ମଧ୍ୟ ଏକ। ତେଣୁକରି ସେ ପୌରୁଷଙ୍କ ରୂପ, ଏ ସବୁଟା ମଧ୍ୟ ପୁରୁଷଙ୍କର ରୂପ। ପ୍ରଭୁଙ୍କୁ ସେଥିପାଇଁ ବିଶ୍ୱରୂପ କୁହାଯାଏ, ଅର୍ଥାତ୍ ସମଗ୍ର ବିଶ୍ୱଟା ତାଙ୍କରି ରୂପ। ଏଇଟା କୌଣସି ଭୁଲ ନାହିଁ। କେମିତି ନା, ତାଙ୍କ ଭୂହୁ ପାଦଉ, ଭୂମିଟା ତାଙ୍କର ପାଦ, ଦ୍ୟୌହୁ ଶିରଃ, ସ୍ୱର୍ଗଲୋକ ହେଉଛନ୍ତି ତାଙ୍କର ଶିର, ନଭଃ ନାଭିଃ,
ନା ନଭ ନାଭି ଏକା ନଭ ନ ଅଛି ଭ ଅଛି ଏଥିରେ ଖାଲି ଆକାରଟି ଲାଗିଲା ନାଭି ଆକାରକୁ ରଶ୍ମିକାର ଭରେ ତେଣୁ ନାଭି ହେଲା ନଭ ଆକାଶମଣ୍ଡଳ। ସୂର୍ଯ୍ୟ ହେଲା ଆଖି ମାସେ ବାୟୁ ତାଙ୍କର ନାକ ହେଲା ସଂସାରରେ ଯେଉଁ ବାୟୁ ଚଳାଚଳ ହେଉଛି ସିଏ ହେଲେ ନାକ। କର୍ଣ୍ଣଉ ଦିଶ ଦଶ ଦିଗ ହେଉଛନ୍ତି ପ୍ରଭୁଙ୍କର କାନ। ବିରାଟ ପୁରୁଷଙ୍କ ବର୍ଣ୍ଣନା ଚାଲିଲା। ଆହୁରି ପ୍ରଜାପତି ପ୍ରଜନନଂ ଜନନେନ୍ଦ୍ରିୟ ହେଲେ ପ୍ରଜାପତି ସେଠି ସୃଷ୍ଟି ହେଉଛି। ଅପାନ ମୃତ୍ୟୁ ଈଶିତୁ ଅପାନ ବାୟୁଟା ଗୁଦ ଦେଶରେ ଥାଏ ଏବଂ ତାହା ମୃତ୍ୟୁ ପାଇଁ କାରଣ। ଅପାନ ବାୟୁ ଦୂଷିତ ହେଲେ ଗ୍ୟାସ୍ ଉପରକୁ ଉଠି ଅପାନ ବାୟୁ ଉପରକୁ ଉଠିକିରି ପ୍ରାଣ ବାୟୁକୁ ଠେଲିକିରି ବାହାର କରିଦେବ। ନାକ ହଉ ପାଟି ହଉ ଯେକୌଣସି ଏଇ ଯେଉଁ 9ଟା ଦ୍ୱାର ଅଛି ଯେଉଁ ଦ୍ୱାର ବାଟ ନେଇକି ବାହାର କରିଦେବ ଯାହାଫଳରେ ମୃତ୍ୟୁ ହୁଏ। ତେଣୁ ଅପାନ ହେଉଛି ମୃତ୍ୟୁ। ତତ୍ ବାହବ ଲୋକପାଳ ଲୋକପାଳ ମାନେ ପ୍ରଭୁଙ୍କର ବାହୁ। ମନ ଚନ୍ଦ୍ର ମନ ମନ ହେଉଛି ପ୍ରଭୁଙ୍କର ମନ ହେଉଛନ୍ତି ଚନ୍ଦ୍ର। ମୃଗୌ ଯମ ଭ୍ରୁ ଲତାରେ ଯମ ଅଛି ଭୂଭଙ୍ଗୀ ମାତ୍ରେ ଜଗଧ୍ୱଂସ ହେଇଯିବ। ଉତ୍ତରୋ ଅଧର ଲୋଭ ଉତ୍ତର ଓଷ୍ଠ ଲୋଭ ଲଜ୍ଜା ହେଲା ଉତ୍ତର ଓଷ୍ଠ ଇଜ୍ଜୁତ୍ତର ଲଜ୍ଜୁତ୍ତର ଲଜ୍ଜା ହେଲା ଉତ୍ତର ଓଷ୍ଠ ଗୋଟେ ଊର୍ଦ୍ଧ୍ୱ ଓଷ୍ଠ ଏବଂ ଲୋଭ ହେଲା ତଳ ଓଷ୍ଠ। ଦନ୍ତାହା ଜ୍ୟୋତ୍ସ୍ନା ଦାନ୍ତ ଗୁଡ଼ାକ ଚନ୍ଦ୍ର କିରଣ। ସ୍ନୟୁ ଭ୍ରମ ଏବଂ ଭ୍ରମ ହେଉଛି ମୃଦୁହାସ। ମୃଦୁହାସ ହେଲା ଭ୍ରମ। ରୋମାଣୀ ଗୁରୁଆ ଗୁରୁଆରେ ଗଛଲତା ତାର ଲୋମ। ଭୁମ୍ନ ମେଘା ପୁରୁଷ ମୂର୍ଦ୍ଧଜ ପୁରୁଷ ଅର୍ଥାତ୍ ବ୍ରହ୍ମ ପଦାର୍ଥ। ପୁରୁଷଙ୍କର ମୂର୍ଦ୍ଧଜା ମେଘା ମେଘ ଗୁଡ଼ାକ କଳାହାଣ୍ଡିଆ ମେଘ ଗୁଡ଼ାକ ହେଲା ତାଙ୍କର କେଶ ମୁଣ୍ଡରେ ଥିବା କେଶ ବିରାଟ ପୁରୁଷଙ୍କର। ଯାବାନ୍ ଅୟଂ ବୈ ପୁରୁଷ ଯାବତ୍ୟା ସଂସ୍ଥୟା ମୀଡ଼ଃ ତାବାନ୍ ଅସୌପି ମହାପୁରୁଷ ଲୋକସଂସ୍ଥୟା। ମଳସ୍ୟ ମନୁଷ୍ୟମାନେ ଯେପରି ନିଜ ହାତରେ
ନିଜ ହାତରେ 14 ପା ଯାବାନ ଅୟମ ବୈ ପୁରୁଷ ଯାବତ୍ୟା ସଂସ୍ଥୟା ମିତ। ये ସମସ୍ତେ ଏଇଠି ଯେଝା ହାତରେ ଇଏ 14 ପା ମାନେ 3 ହାତ ଚାକଣ୍ଡି 3 ହାତ ଅଧେ ସେମିତି ଜୀବାନାଂ ଅଶୁଅପି ମହାପୁରୁଷ ଲୋକ ସଂସ୍ଥୟା ସିଏ ବି ତାଙ୍କ ହାତରେ 14 ପା ସେଥିରୁ ଅନୁମାନ କରି ତାଙ୍କ ହାତ କିଣେ ବିରାଟ ପୁରୁଷ ସବୁଆଡ଼େ ବ୍ୟାପିକି ଅଛନ୍ତି। ତେଣୁ ଯେଝା ହାତରେ ଯିଏ 14 ପା ସାଧାରଣ ମଣିଷ ପ୍ରଭୁ ବି ତାଙ୍କରି ହାତରେ 14 ପା ହବ। କୌସ୍ତୁଭ ବ୍ୟପଦେଶେନ ସ୍ୱାତ୍ମଜ୍ୟୋତି ବିଭର୍ତ୍ୟଜ। ଏଇଟା ଯାହା କୌସ୍ତୁଭ ମାଳା ବୋଲି କହୁଛେ କୌସ୍ତୁଭ ମାଳା ତାହା ପ୍ରଭୁ ସେଇଟା ପ୍ରଭୁଙ୍କର ନିଜର ଜ୍ୟୋତି ସେ ଜ୍ୟୋତିଟା ହିଁ କୌସ୍ତୁଭ। तत्प्रभा व्यापिनी साक्षात श्रीवत्स मुरसा विभु। कौस्तुभ व्यपदेशेन स्वात्मज्योति विभर्त्य अजः अजः से अज से बर्तमान कौस्तुभ छल निजर ज्योति ही मनीष रूप धारण कर कौस्तुभ मनटा निजर ज्योति बोली कहला। तत्प्रभाव व्यापिनी साक्षात श्रीवत्स मुरसा विभु। तत्प्रभाव व्यापिनी साक्षात श्रीवत्स मुरसा विभु। श्रीवत्स चिन्ह बक्षस्थल में श्रीवत्स चिन्ह रूपे धारण कर निजर ज्योतिटा होती कौस्तुभमणि से कौस्तुभमणि को बाहर छुआ ज्योति श्रीवत्स चिन्ह रूप धारण कर निजर ज्योति व्यापी थिबा सोमायं वनमालाख्यम गोटे वनमाला प्रभुଙ୍କର ଲଗିଥାଏ सीधा है निजर माया मायाटा ही वनमाला नाना गुण वै दधत अनेक गुण संपन्न अनेक गुण गुण 3 गुण सतर सतम माया बोले 3 गुण सत रजतम सेमती निजे जो वनमाला लभैछन्ति सी अनेक सुगंध फूलर सम्मिश्रण 3 गुण को लेकर माया माया जो गोटे एक कि 3 गुण 3 बार 3 गुण सतर सतम 3 गुण ही माया सेमती बनवाटा निजर माया माया जो 3 गुण संपन्न ये सेमती अनेक सुगंध फूल लयणा तुलसी सब नहीं से माला तैयारी बास छंदोमय पीतम वस्त्र है पीत वस्त्र ये पीत वस्त्र वेद मंत्र गुड़ाक बास
ଛନ୍ଦୋମୟମ୍ ପୀତମ୍, ଛନ୍ଦୋମୟ ବେଦ ମନ୍ତ୍ର ଗୁଡ଼ିକ ତାଙ୍କର ପୀତ ବସ୍ତ୍ର, ପ୍ରଭୁ ପୀତ ବସ୍ତ୍ର ପରିଧାନ କରନ୍ତି। ବ୍ରହ୍ମସୂତ୍ରମ୍ ତ୍ରିବୃତ ସ୍ୱରମ୍, ସ୍ୱର ହେଲେ ତ୍ରିବୃତ ସ୍ୱରମ୍ ମାନେ ଅ ଉ ମ, ଓଙ୍କାରଟା, ଓଙ୍କାର ହେଉଛନ୍ତି ମୂଳ, ଏ ତିନି ମାତ୍ରା ଯୁକ୍ତ ପ୍ରଣବକୁ ଓମ୍ ଯଜ୍ଞ ମନ୍ତ୍ର ଉପରେ ଧାରଣ କରନ୍ତି। ତ ପ୍ରଭୁଙ୍କର ଯଜ୍ଞ ପବିତ ହେଲା ଓମ୍ ଅ ଉ ମ। ବିଭର୍ତି ସାଂଖ୍ୟଂ ଯୋଗଞ୍ଚ ଦୈବୋ ମକର କୁଣ୍ଡଳେ। ଦୁଇପଟ କାନରେ, ଦୁଇଟା କାନରେ ଦୁଇଟା ଅଳଙ୍କାର ପିନ୍ଧିଛନ୍ତି। ଏ ସାଂଖ୍ୟ ଯୋଗ ଦୁଇଟା ହେଉଛି ତାଙ୍କର ଦୁଇ କାନରେ ଥିବା ମକର କୁଣ୍ଡଳ। ଗୋଟେ ସାଂଖ୍ୟ ଶାସ୍ତ୍ର, ଗୋଟେ ଯୋଗ। ମୌଳି ପଦମ୍ ପାରବେଷ୍ଟ୍ୟମ୍, ମୌଳି ପଦମ୍ ପାରବେଷ୍ଟିଂ, ବ୍ରହ୍ମଲୋକକୁ ହିଁ ମୁକୁଟ ରୂପରେ ଧାରଣ କରିଛନ୍ତି। ମୌଳି ପଦମ୍ ପାରବେଷ୍ଟ୍ୟମ୍, ପାରବେଷ୍ଟ୍ୟ ବ୍ରହ୍ମଲୋକ, ସତ୍ୟଲୋକ, ସବୁଠୁ ଉର୍ଦ୍ଧ୍ୱରେ ସେ। ତେଣୁ ସେ ହେଲେ ତାଙ୍କର ମସ୍ତକ। ସର୍ବଲୋକ ଭୟଙ୍କରମ୍, ସମସ୍ତ ଭୁବନକୁ ଅଭୟ ପ୍ରଦାନ କରୁଥିବା ବ୍ରହ୍ମଲୋକକୁ ହିଁ ମୁକୁଟ ରୂପରେ ଧାରଣ କରିଛନ୍ତି। ଅବ୍ୟାକୃତ ମନଃ ମନନ୍ତାକ୍ଷମାସନମ୍ ଯଦ୍ ଅଧିଷ୍ଠିତଃ ଧର୍ମ ଜ୍ଞାନାଦିଭିର୍ଯୁକ୍ତମ୍ ସତ୍ୱଂ ପଦ୍ମମିଭୋଚ୍ୟତେ। ମୂଳ ପ୍ରକୃତି ହେଉଛି ତାଙ୍କର ଶେଷ ଶଯ୍ୟା। ଅବ୍ୟାକୃତମ୍ ଅନନ୍ତାକ୍ଷମ୍ ଆସନମ୍, ପ୍ରଭୁ ଅନନ୍ତ ନାଗଙ୍କ ଉପରେ ଶୟନ କରିଛନ୍ତି। ତେଣୁ ସେ ଅନନ୍ତ ନାଗ ହେଉଛନ୍ତି ପ୍ରଭୁଙ୍କର ଶଯ୍ୟା। ଯାହାକୁ ଆଶ୍ରୟ କରିକି ପ୍ରଭୁ ରହିଛନ୍ତି। ଆଉ ମୂଳ ପ୍ରକୃତି ହେଉଛି ତାଙ୍କର ଶେଷ ଶଯ୍ୟା। ଧର୍ମ ଜ୍ଞାନାଦିବିଯୁକ୍ତମ୍ ସତ୍ୱଂ ପଦ୍ମଂ ବିଭୋଚ୍ୟତେ। ଧର୍ମ ଜ୍ଞାନ ଯୁକ୍ତ ସତ୍ୱ ଗୁଣ ହିଁ ତାଙ୍କର ନାଭିକମଳ ବୋଲି ବର୍ଣ୍ଣନା କରାଯାଇଛି। ପଦ୍ମଂ ବିଭୋଚ୍ୟତେ, ତାଙ୍କ ନାଭିରୁ ଗୋଟିଏ ପଦ୍ମ ବାହାରିଛି। ସେ ପଦ୍ମ ହେଉଛନ୍ତି ଧର୍ମ ଏବଂ ଜ୍ଞାନର ପ୍ରତୀକ। ଧର୍ମ ଜ୍ଞାନ ଓଜଃ ସହ ବଳଯୁତମ୍ ମୁଖ୍ୟତତ୍ତ୍ୱଂ ଗଦାଂ ଦଧତ୍। ଗଦା, ପ୍ରଭୁଙ୍କର ଗଦା ନା କୌମୋଦକୀ। ସେ କୌମୋଦକୀ ଗଦା ହେଉଛନ୍ତି ମନୋବଳ, ଇନ୍ଦ୍ରିୟ ବଳ ଏବଂ ଶାରୀରିକ ବଳ। ମୁଖ୍ୟତତ୍ତ୍ୱଂ ଗଦାଂ ଦଧତ୍। ଶରୀର ସମ୍ବନ୍ଧୀୟ ଶକ୍ତିମାନଙ୍କର ଯୁକ୍ତ ପ୍ରାଣତତ୍ତ୍ୱ ରୂପୀ କୌମୋଦକୀ ଗଦା। କୌମୋଦକୀ ଗଦା ହେଉଛନ୍ତି ମନ, ଇନ୍ଦ୍ରିୟ ଏବଂ ଶରୀରକୁ ବଳ ଦେଉଥିବା ବାୟୁ।
କାଳ ରୂପମ୍ ଧନୁ ସାର୍ଗମ୍, ସାର୍ଗ ଧନୁଟା ହେଲେ ମହାକାଳ ଯମ ସଦୃଶ, ତଥା କର୍ମ ମୟେ ସୁଧି, ଓ କର୍ମରୂପୀ ତୁଣୀର ଧାରଣ କରିଛନ୍ତି। କର୍ମ ହେଉଛି ପ୍ରଭୁଙ୍କର କର୍ମ ହେଲା ତୁଳୀର। ଇନ୍ଦ୍ରିୟାଣୀ ସ୍ୱରାନ୍ୟାହୁ, ଇନ୍ଦ୍ରିୟ ଗୁଡ଼ାକ ହେଲେ ସ୍ୱର। ଇନ୍ଦ୍ରିୟାଣୀ ସ୍ୱରାନାହୁ, ସ୍ୱରାନାହୁ ଆକୁତି ଅସ୍ୟ ସ୍ୟନ୍ଦନମ୍। ଇନ୍ଦ୍ରିୟମାନଙ୍କୁ ଭଗବାନଙ୍କର ସ୍ୱର ରୂପରେ ବର୍ଣ୍ଣନା କରାଯାଇଛି। କ୍ରିୟାଶକ୍ତିଯୁକ୍ତ ମନ ହେଉଛି ରଥ। ତନ୍ମାତ୍ରାଣି ଅସ୍ୟ ଅଭିବ୍ୟକ୍ତି ମୁଦ୍ରୟା ଅର୍ଥକ୍ରିୟା। তন্মাত্রাণি অস্য অভিব্যক্তি, তন্মাত্রা শব্দ স্পর্শ রূপ রস গন্ধ, ইন্দ্রিয় গ্রাহ্য বস্তুଗୁଡ଼ିକ ମଧ୍ୟ ସବୁ ଅଦୃଶ୍ୟ। ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ସୂକ୍ଷ୍ମ ସ୍ଥିତି, ଯେତେ ସୂକ୍ଷ୍ମ ସବୁ ପ୍ରଭୁ ଆଉ କ'ଣ। ତେଣୁ ଏଇ ଯେଉଁ ପଞ୍ଚ ତନ୍ମାତ୍ର ହେଉଛି ପ୍ରଭୁଙ୍କର ଅଭିବ୍ୟକ୍ତି, ପ୍ରଭୁଙ୍କୁ ଅନୁଭବ କରିବାର ବ୍ୟବସ୍ଥା। ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ମାଧ୍ୟମରେ ମୁଦ୍ରୟାର୍ଥ କ୍ରିୟା ପ୍ରଦାନ, ଅଭୟ ପ୍ରଦାନ, ପ୍ରଭୁଙ୍କର ବରଦାନ, ଅଭୟ ଆଦି ମୁଦ୍ରାମାନଙ୍କ ଦ୍ୱାରା ମୁଦ୍ରୟା ଅର୍ଥ କ୍ରିୟା ପ୍ରଦାନ, ମଣ୍ଡଳମ୍ ଦେବଯଜନମ୍, ଦୀକ୍ଷା ସଂସ୍କାର ଆତ୍ମନ। ସୂର୍ଯ୍ୟମଣ୍ଡଳ ଅଥବା ଅଗ୍ନିମଣ୍ଡଳ ହେଉଛି ଭଗବାନଙ୍କର ପୂଜାର ସ୍ଥାନ। ଭଗବାନଙ୍କର ସ୍ୱରୂପ ହେଲା ସୂର୍ଯ୍ୟମଣ୍ଡଳ ଏବଂ ଅଗ୍ନିମଣ୍ଡଳ। ସିଏ ହେଲେ ତାଙ୍କୁ ପୂଜା କରିବା ଯୋଗ୍ୟ। ଅନ୍ତଃକରଣ ଶୁଦ୍ଧି ହେଉଛି ମନ୍ତ୍ର ଦୀକ୍ଷା। ଆତ୍ମନଃ ସଂସ୍କାର ଦୀକ୍ଷା। ଅନ୍ତଃକରଣ ଶୁଦ୍ଧି, ଆତ୍ମନଃ ସଂସ୍କାର, ଆତ୍ମାର ସଂସ୍କାର, ଅନ୍ତଃକରଣ ଶୁଦ୍ଧି ହେଉଛି ଦୀକ୍ଷା। ମାନେ ଆଧ୍ୟାତ୍ମିକ ଉନ୍ନତି। ଦୀକ୍ଷା ମାନେ ଗୁରୁଙ୍କ ଠାରୁ ଦୀକ୍ଷା ନିଆଯାଏ, ଯାହାକି ଗୁରୁ ଯାହା ବତେଇଲେ ସାଧନା କରି ଭଗବାନଙ୍କୁ ପାଇବା। ତେଣୁ ସଂସ୍କାର ଆତ୍ମନଃ ଦୀକ୍ଷା।
ପରିଚର୍ଯ୍ୟା ଭଗବତ ଆତ୍ମନଃ ଦୁରିତ କ୍ଷୟ। ଭଗବାନଙ୍କର ସେବା ପୂଜା ନିଜର ଦୂରିତ ଦୁଃଖ ଦୁର୍ଦଶା ପାପ ତାକୁ ହଟାଏ। ଭଗବାନଙ୍କର ପୂଜା ଅର୍ଥାତ୍ ଭଗବାନଙ୍କୁ ପୂଜା କରିବା ଦ୍ୱାରା ସାଂସାରିକ ଦୁଃଖ ଯନ୍ତ୍ରଣା ପାପ ତାପ ସବୁ କଟିଯାଏ। ପୂଜା ଭଗବାନ ଭଗ ଶବ୍ଦାର୍ଥ ଲୀଳା କମଳବୋଧ ବହନ। ଭଗ ଯାହାର ଅଛି ଭଗବାନ, ଭଗ ହେଲା ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ଧର୍ମସ୍ୟ ଦଶସ ଶ୍ରେୟ ଜ୍ଞାନ ବୈରାଗ୍ୟଶ୍ଚୈବ ଷଡ଼୍ଣାଙ୍ଗ ଭୋଗ ଇତି ରୀତଃ। ଏ ଛଅଟା ହେଲା ଭୋଗ। ପ୍ରଭୁ ହେଲେ ଐଶ୍ୱର୍ଯ୍ୟବାନ, ସବୁ ବିଷୟର ଆଧିକ୍ୟ ଜିନିଷଟା ହେଲା ଐଶ୍ୱର୍ଯ୍ୟ। ଭଗବାନ ଭଗୁଣ ଭଗ ଶବ୍ଦାର୍ଥମ, ଭଗ ଯାହାର ଅଛି ସେ ଭଗବାନ। ତେଣୁ ଭଗ ବୋଇଲେ ଐଶ୍ୱର୍ଯ୍ୟ, ଯଶ, ଧର୍ମ, ଶ୍ରୀମାନେ ଲକ୍ଷ୍ମୀ ଆଉ ଜ୍ଞାନ ବୈରାଗ୍ୟ। ଏତକାକ ହେଲେ ଏତକାକ ସବୁର ମାଲିକ ଭଗବାନ। ଲୀଳା କମଳ ଉଦ୍ବହନ, ନାମ ହିଁ ହେଉଛି ଭଗବାନ ସ୍ୱହସ୍ତରେ ଧାରଣ କରୁଥିବା ଲୀଳା କମଳ। ଲୀଳା କମଳଟା ହିଁ ଛଟାକ ମାନେ ଐଶ୍ୱର୍ଯ୍ୟ, ଧର୍ମ, ଯଶ, ଶ୍ରୀ, ଜ୍ଞାନ ବୈରାଗ୍ୟ, ଏ ଛଅଟା ଯାକ ଲୀଳା କମଳଟା ହିଁ ଛଅଟା ଯାକ ହାତରେ ବୁଲେଇ ବୁଲେଇକି ଖେଳୁଥିବା ପଦ୍ମ। ଧର୍ମଂ ଯଶଶ୍ଚ ଭଗବାନ ଚାମର ବ୍ୟଜନେ ଅଭଦତ୍। ଧର୍ମ ହେଲେ ପ୍ରଭୁଙ୍କର ଚାମର, ଯଶ ହେଲା ଧର୍ମ, ଯଶ, ଏ ଦୁଇଟା ହେଲା ଗୋଟେ ବ୍ୟଜନ। ଚାମର ଏବଂ ବ୍ୟଜନ ଆଉ ବିଞ୍ଚଣା। ଚାମର ବୋଇଲେ ଚମରି ଗାଈର ଲାଞ୍ଜ କେଶ ଗୁଡ଼ାକ, ସିଏ ହେଲେ ଧର୍ମ। ବାକି ଯଶ ହେଲେ ତାଙ୍କର ବ୍ୟଞ୍ଜନ, ବ୍ୟଜନ ହେଲେ ବିଞ୍ଚଣା। ଆତପତ୍ରଂ ତୁ ବୈକୁଣ୍ଠମ ଦ୍ୱିଜାଃ ଧାମାକୁତୁ ଭୟମ୍। ପ୍ରଭୁ ଯେହେତୁ ଇଏ ରଜାଙ୍କ ମୁଣ୍ଡରେ ଗୋଟେ ଶ୍ଵେତ ଛତ୍ର ରଖାଯାଏ, ତାହା ସିଂହାସନରେ ବସିଥିଲେ ଶ୍ଵେତ ଛତ୍ର ଗୋଟେ ଥିବ। ତେଣୁ ବୈକୁଣ୍ଠ ହେଉଛନ୍ତି ସେଇ ଶ୍ଵେତ ଛତ୍ରଟା। ବୈକୁଣ୍ଠ ଯେହେତୁ ପ୍ରଭୁଙ୍କର ନିବାସ, ଶ୍ଵେତ ଛତ୍ରଟା ହେଲା ବୈକୁଣ୍ଠ। ବିରାଟ ରୂପର ବର୍ଣ୍ଣନା ହେଉଛି। ତେଣୁ ସମଗ୍ର ବିଶ୍ୱଟା ତାଙ୍କ ରୂପ। ତେଣୁ ବୈକୁଣ୍ଠ ତାଙ୍କର ବୈକୁଣ୍ଠ ସବୁଠୁ ଉର୍ଦ୍ଧ୍ୱରେ ସେଇଟା ଶ୍ଵେତ ଛତ୍ର ସଦୃଶ ରହିଛି। ଦ୍ୱିଜାଃ ଧାମାକୁତୁ ଭୟମ୍। ତିନି ବେଦର ନାମ ହେଉଛି ଗରୁଡ଼। ସେଇ ବେଦମାନେ ହିଁ ଅନ୍ତର୍ଯ୍ୟାମୀ ପରମାତ୍ମାଙ୍କୁ ବହନ କରନ୍ତି।
ତେବୃତ ବେଦା ସୁପର୍ଣ୍ଣାକ୍ଷ ଗରୁଡ଼ଙ୍କର ପକ୍ଷ ହଲିଲେ ବେଦମନ୍ତ୍ର ଉଚ୍ଚାରିତ ହୁଏ। ତେଣୁ ଗରୁଡ଼ ହେଉଛନ୍ତି ଋଗ୍ଯଜୁଷାମ 3 ବେଦ। ଯଜ୍ଞಂ ବହତି ପୁରୁଷମ୍ ଗୁଣ ଅଣିମା ମହିମା ଆଦି ଅଷ୍ଟସିଦ୍ଧିକି ହିଁ ନନ୍ଦ ସୁନନ୍ଦ ଆଦି ଅଷ୍ଟ ଯଜ୍ଞಂ ବହତି ପୁରୁଷମ୍ ଯଜ୍ଞ ନାରାୟଣ ହିଁ ପୁରୁଷ। ଆଉ ଯଜ୍ଞ ନାରାୟଣ ହେଉଛନ୍ତି ସେଇ ପରମ ପୁରୁଷ ରୂପରେ ଯଜ୍ଞ ନାରାୟଣ ବିଦ୍ୟମାନ। ଅନପାୟିନୀ ଭଗବତୀ ଶ୍ରୀ ସାକ୍ଷାତ୍ ଆତ୍ମନଃ ହରେ। ଅଚଳା ଭକ୍ତି ଭଗବତୀ ଶ୍ରୀ ଅନପାୟିନୀ भगवती श्री ही साक्षात आत्मनः हरे। अचला भक्ति होउचंदी लक्ष्मी। स्वयं भगवान ही वासुदेव संकर्षण प्रद्युम्न अनिरुद्ध ये चारि मूर्ति रूप प्रकटित। तेणु तांको चतुर्व्यूह बोली कहते। श्रीहरिकर आत्मा होउचंदी लक्ष्मी, अनपायिनी भगवती श्री। आत्मा स्वरूप भगवान के ठार तंकर आत्मशक्ति केवे भी विच्छिन्न हुए नहीं। से ही अविच्छिन्न आत्मशक्ति नाम ही लक्ष्मी। प्रभु ठार लक्ष्मी अनपायिनी माने विच्युत होती ना। सदा सर्वदा स्थिर भाव रही लक्ष्मी होती आत्मशक्ति। शक्ति केवे भी नष्ट हुए नहीं। से आत्मशक्तिटा हेले स्थिर लक्ष्मी अनपायिनी माने केवे विनाश हुए नष्ट हुए नहीं। विश्वसेन प्रभु हेले चतुर्व्यूह वासुदेव संकर्षण प्रद्युम्न एवं अनिरुद्ध ये चारि चतुर्व्यूह कहले। वासुदेव हेले चित्तर देवता, संकर्षण अहंकार, प्रद्युम्न बुद्धि, अनिरुद्ध मन। ये चारटा अंतरिंद्रिय। ये चार देवता ये सब ही भगवान का स्वरूप। वासुदेव संकर्षण प्रद्युम्न पुरुष स्वयं, अनिरुद्ध इति ब्रह्मन् मूर्ति व्यूह अभिधीयते। चतुर्व्यूह बोली कहे ये भगवान का मूर्ति। विश्वसेन तंत्रमूर्ति ही विदिता। विश्वसेन होती तंत्रमूर्ति पार्षदाधिप। अनेक पार्षद अच्छा नंद सुनंद आदि अष्टद्वारपाल कहे।
ତେଣୁ ପାର୍ଶ୍ୱତ ସବୁ ତା ପାଖ ଲୋକ ତାଙ୍କ ପାଖରେ ସଦାବେଳେ ଥାନ୍ତି। ସେବକ ମନ୍ଦାଦୟ ଅଷ୍ଟଉ ମନ୍ଦ ସୁରନ୍ଦ ଜୟ ବିଜୟ ଏସବୁ ତ 8 ଜଣ ଦ୍ୱାସ୍ତ ଏ ସମସ୍ତେ ଦ୍ୱାର ଦେଶରେ ଥାନ୍ତି। ସେ ଅଣିମାଦ୍ୟା ହରେହେ ଗୁଣା ଇଏ ଅଷ୍ଟ ଐଶ୍ୱର୍ଯ୍ୟ ହେଉଛି ଅଣିମା ପ୍ରବୃତ୍ତି ହରିଙ୍କର ଗୁଣ। ଭଗବାନଙ୍କର ସ୍ୱାଭାବିକ ଗୁଣ ଅଣିମା ମହିମା ଆଦି ଅଷ୍ଟ ସିଦ୍ଧିକୁ ହିଁ ଅଣିମା ମହିମା ଅଣିମା ଲଘିମା ପ୍ରାପ୍ତି ପ୍ରାକାବ୍ୟ ମହିମା ତଥା ଚିତ୍ପଞ୍ଚ ତଥା କାମବସାଇତା ଏ ଅଷ୍ଟ ସିଦ୍ଧି ରହିଲା। ଏ ଅଷ୍ଟ ସିଦ୍ଧି ଭଗବାନଙ୍କର ଅଷ୍ଟ ସିଦ୍ଧି ହେଉଛି ତାଙ୍କର 8 ଜଣ ପାର୍ଷଦ ନନ୍ଦ ସୁନନ୍ଦ ଜୟ ବିଜୟ ଉଦ୍ଧବ ଆଉ ଗୋଟେ କିଏ ରହିଲା 8 ହେଉଛନ୍ତି ଅଷ୍ଟ ସିଦ୍ଧି ସଦାବେଳେ ତାଙ୍କ ପାଖେ ପାଖେ ଥାନ୍ତି। ଚତୁର୍ଭ୍ୟ କଥା ସରିଛି ସ ବିଶ୍ୱ ତୈଜସ ପ୍ରାଜ୍ଞ ତୁରୀୟ ଇତି ବୃତ୍ତିଭି ଅର୍ଥେନ୍ଦ୍ରିୟାଶୟ ଜ୍ଞାନୀ ଭଗବାନ ପରିଭାବ୍ୟତେ ଭଗବାନଙ୍କୁ ଭାବନା କରାଯିବ କେମିତିକା ନା ବିଶ୍ୱ ତୈଜସ ପ୍ରାଜ୍ଞ ତୁରୀୟ ଇତି ବୃତ୍ତିଭି ଖାମ ଖାମ ତ ଆଜି ଆଣିକିରି ଅଫିସରୁ ନେଇ ଆସିବୁ ଖାମ ବଡ଼ ଖାମ ବେଶୀ ବଡ଼ ଖାଇବା ସେ ଯେଉଁ ସୂତା ଲଗା ଜାଗ୍ରତ ଅବସ୍ଥାରେ ଅଭିମାନୀ ବିଶ୍ୱ ବଡ଼ ହେଲେ ଭାଙ୍ଗିକିରି ପୁରେଇବ ଶବ୍ଦାଦି ବିଷୟ ଗ୍ରହଣ କରନ୍ତି ଏବଂ ସ୍ୱପ୍ନ ଅବସ୍ଥାରେ ତୈଜସ ହେଇକିରି ମନେ ମନେ ଅନେକ ବିଷୟ ଦର୍ଶନ କରନ୍ତି ଓ ଗ୍ରହଣ କରନ୍ତି। ସୁଷୁପ୍ତି ଅବସ୍ଥାରେ ପ୍ରାଜ୍ଞ ହେଇକିରି ବିଷୟ ଓ ମନର ସଂସ୍କାରରେ ଯୁକ୍ତ ଅଜ୍ଞାନରେ ଆଚ୍ଛାଦିତ ହୋଇଯାନ୍ତି। ସୁଷୁପ୍ତି ଅବସ୍ଥାରେ ସେ ପ୍ରାଜ୍ଞ ମାନେ ପ୍ରକୃଷ୍ଟ ଭାବରେ ଅଜ୍ଞ ଆଉ ସୁଷୁପ୍ତି ଆଉ କିଛି ଜାଣିବାର ନାହିଁ। ଆଉ ତେଣୁ ସେ ଅଜ୍ଞ ଅବସ୍ଥାରେ ରହିକିରି ସମସ୍ତ ଜ୍ଞାନକୁ ଆଚ୍ଛାଦିତ ଶୋଇଥିଲା ମଲା ବି ପଡ଼ିବ ତେଣୁ ଜ୍ଞାନ ନାହିଁ କିଛି ନାହିଁ। ତେଣୁ ପ୍ରଭୁଙ୍କର ଏ ସୁଷୁପ୍ତି ଅବସ୍ଥାଟା ହେଲା ପ୍ରକୃଷ୍ଟ ଭାବରେ ଅଜ୍ଞ ଅବସ୍ଥା ଅଜ୍ଞାନର ଅବସ୍ଥା ଯେଉଁଠି କୌଣସି ଜ୍ଞାନ ରହେ ନାହିଁ। ଆଉ ଜାଗ୍ରତଟା ଜାଗ୍ରତ ଅବସ୍ଥା ହେଉଛି ବିଶ୍ୱ ସ୍ୱପ୍ନ ଜାଗ୍ରତ ଆଉ ସ୍ୱପ୍ନ ଅବସ୍ଥାଟା ତୈଜସ ରାଜସିକ ରାଜସିକ ବିଷୟ ଗୁଡ଼ାକ ଜାଗ୍ରତ ଆଉ ସ୍ୱପ୍ନ ଦେଖିବା କଥା ଅଙ୍ଗୋପାଙ୍ଗ ଆୟୁଧ କଳ୍ପି ଭଗବାନ ସ୍ପେଶାଲ ପାଣି ପାଇଁ ଆଣିକି ଆସିଲା ବେଳେ ଯାଇକିରି ସେଠି ଘଣ୍ଟାଟା ଯିବ ତତ୍ଚତୁଷ୍ଟୟ ବିଭର୍ତ୍ତି ଚତୁର୍ମୂର୍ତ୍ତି ଭଗବାନ ହରିଶ୍ୱର ଏହିପରି ଭାବରେ ଅଙ୍ଗ ଉପାଙ୍ଗ ଆୟୁଧ ଆଭୂଷଣରେ ଯୁକ୍ତ ତଥା ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏ 4 ମୂର୍ତ୍ତିଙ୍କ ରୂପରେ ପ୍ରକଟିତ ହୋଇ ସର୍ବଶକ୍ତିମାନ ଭଗବାନ ଯଥାକ୍ରମେ ବିଶ୍ୱ ତୈଜସ ପ୍ରାଜ୍ଞା ଓ ତୁରୀୟ ଉପରେ ପ୍ରକାଶିତ ହୁଅନ୍ତି। 4ଟା ହେଲା ସବୁ ତ 4 ଇଏ ହେଲେ ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଇଏ ଯାହା ସ୍ୱପ୍ନ ଜାଗ୍ରତ ସୁଷୁପ୍ତି ତୁରୀୟ ଅବସ୍ଥା ତୁରୀୟ ବୋଇଲେ 3ର ଉର୍ଦ୍ଧ୍ୱ ସ୍ୱପ୍ନ ଜାଗ୍ରତ ସୁଷୁପ୍ତି ମାନେ 17ତମ 3 ଗୁଣ ମଧ୍ୟ ଏ 3 ଗୁଣରୁ ଏ 3ଟା କହୁଛି। ତେଣୁ ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏ 4 ମୂର୍ତ୍ତିଙ୍କ ରୂପରେ ସର୍ବଶକ୍ତିମାନ ଭଗବାନ ବିଶ୍ୱ ତୈଜସ ପ୍ରାଜ୍ଞ ତୁରୀୟ ମାନେ ବିଶ୍ୱ ତୈଜସ ପ୍ରାଜ୍ଞ ମାନେ ପ୍ରାଜ୍ଞଟା ତମ ଗୁଣ ତୈଜସ ହେଲା ରଜଗୁଣ ତାପରେ ସତ୍ୱଗୁଣ 17ତମ 3 ଗୁଣକୁ ନେଇକିରି
ତିନି ଗୁଣ ତାର ଉର୍ଦ୍ଧ୍ୱ ତୁରୀୟ ମାନେ ଚତୁର୍ଥ ସ୍ଥିତି ମାନେ ଗୁଣାନ୍ୱିତ ଅବସ୍ଥା। ଏଇ ଚାରିଟା ଯାହା ଗୁଣାନ୍ୱିତ ଅବସ୍ଥା ହେଲେ ବାସୁଦେବ, ସଂକର୍ଷଣ ହେଲେ ଅହଙ୍କାର ଏବଂ ରଜଗୁଣ ଏହି ସୃଷ୍ଟି ହବ। ପ୍ରଦ୍ୟୁମ୍ନ ବୁଦ୍ଧି, ଅନିରୁଦ୍ଧ ମନ, ମନ ବୁଦ୍ଧି ଚିତ୍ତ ଅହଙ୍କାର, ସିଏ ଚାରି। ବିଶ୍ୱ ତୈଜସ ପ୍ରାଜ୍ଞା ଏବଂ ତୁରୀୟ ତତ୍ତ୍ୱ। ଦ୍ୱିଜ ऋषभ स एष ब्रह्मजोनि स्वयं सो महिम परिपूर्ण मायया च स्वयं तत् सृजति हरति पाति इत्याख्यया अनावृत्ताख्यः विवृतम् इव निरुक्तः तत्परिहि आत्मलभ्यः। हे शौनक, से सर्वस्वरूप भगवान होउछन्ति वेदगणଙ୍କର मूल कारण। द्विज ऋषभ स ईशः। हे द्विज ऋषभ श्रेष्ठ, द्विज श्रेष्ठ शौनक प्रवृत्ति मुनिवान को सुखदेव सुत कहते द्विज ऋषभ स ईशः ब्रह्मजोनि स्वयं। ये हेले सृष्टिर मूल कारण, ब्रह्मा को सृष्टि करने लोक एवं सर्वद्रष्टा स्वयं प्रकाशमय स्वयं दृगु। तांको सूर्य चंद्र कहीं तांको प्रकाशित कर पारती नहीं कि अग्नि, एवं समस्त को प्रकाशित करते किंतु प्रभु की प्रकाशित कर पारती नहीं। सो महिमा परिपूर्ण, ये निजर महिमा द्वारा परिपूर्ण। कहा माध्यम सुख लाभ कर नहीं, किसी कूटा नहीं, से आत्मानंद को अनुभव करी निजे ही सबू पूर्ण काम आत्माराम। यही प्रकार से प्रभु मायया च सोया एतत्। एवं ये समग्र विश्वटा दृश्यमान जगत प्रभु तांकर माया द्वारा सृष्टि कर दी। सी पूर्ण काम एवं आत्माराम। से स्वतः प्रकाशित होती, कहा माध्यम प्रकाशित होती नहीं। से ब्रह्मांकर मध्य स्रष्टा एवं सृजति हरति पाति, सृष्टि करुछन्ति, पालन करुछन्ति एवं संहार मध्य करुछन्ति। आख्यायन आवृतोख्यः। विवृत इव निरुक्तः तत्परिहि आत्मलभ्यः। से अनेक रूप में प्रकाशित होउथिले मध्य, अनेक रूप जितने जोटा आवश्यक, माछ होइछन्ति, कइछ होइछन्ति, नरसिंह वामन सब विभिन्न प्रकार रूप होइथिले मध्य प्रकृत रे भक्तर हृदय रे आत्मा भाव से अछन्ति, सर्वात्मा भाव एवं परमात्मा भाव अछन्ति। आत्मा द्वारा लभ्य, जीवात्मा द्वारा परमात्मा को लाभ करवा जहा ये बाह्य अनेक तो शरीर धरिकी प्रभु आसुच्च नाम रूप नहीं, किंतु प्रकृत रे भक्तर हृदय रे भक्तर आत्मा तांको आत्मस्वरूप उपलब्धि कर अनेक रूप थे मध्य। तेणु कहले श्रीकृष्ण सी कृष्ण सख वृष्ण्यर सभा बनिध्रु अवनिध्रु राजन्य वंश दहना नपवर्ग विर्ज्य गोविंद गोप वनितांग ब्रजभृत्य गीतांग तीर्थश्रव श्रवण मंगल पाहि भृत्यांगन। कहले से होचंदी स्वयं भगवान कृष्ण एवं कृष्णकर सखा। ये माने कृष्ण सख माने कृष्ण तो कृष्ण द्वैपायन व्यास भी जड़े कृष्ण, अर्जुन भी सखा कृष्ण। अर्जुन हेले प्रीति कृष्ण
ତେଣୁ କୃଷ୍ଣ ଏବଂ କୃଷ୍ଣ ସଖ ଶ୍ରୀକୃଷ୍ଣ ଆପଣ ହେଉଛନ୍ତି ଅର୍ଜୁନଙ୍କର ସଖା। କୃଷ୍ଣ ସଖା ଆଉ କ'ଣ? ବୃଷ୍ଣି ବଂଶର ସର୍ବଶ୍ରେଷ୍ଠ ଆପଣ। ଅବନି ଏବଂ ସମସ୍ତ ଜଗତକୁ ଧାରଣ କରିଛନ୍ତି ଆପଣ। ଆପଣ ହେଲେ ଆଶ୍ରୟ, ଜଗତର ଆଶ୍ରିତ। ଏବଂ ରାଜନ୍ୟ ବଂଶ ଦହନା ନ ପବର କବିର ଯେଉଁ ଦୁର୍ଜନ ରାଜାମାନଙ୍କୁ ପୋଡ଼ିକିରି ଭସ୍ମ କରିବା ବଂଶ, ବାଉଁଶ ଭିତରେ ବାଉଁଶକୁ ବାଉଁଶ ଘଷିକି ନିଆଁ ଲାଗିକି ସେ ଧ୍ୱଂସ ହୋଇଯାଏ, ସେମିତି ଏ ରାଜା ଗୁଡ଼ାକୁ ଦୁର୍ଜନ ରାଜାମାନଙ୍କୁ ବିନାଶ କରିବା ପାଇଁ ରାଜା ରୂପକ ବାଉଁଶମାନଙ୍କୁ ଦୁଷ୍ଟ କ୍ଷତ୍ରିୟ ରୂପରେ ଥିବା ବାଉଁଶ ବନକୁ ଆପଣ ହିଁ ବିନାଶ କରନ୍ତି, ପରସ୍ପର କନ୍ଦଳ କରିକିରି। ସେ ମରନ୍ତି ତାଙ୍କର ଯିଏ ଆଉ ଅପବର୍ଗ ଯିଏ ଅପବର୍ଗରେ ମୁକ୍ତିଦାତା ଆପଣ। ଆପଣ ଗୋବିନ୍ଦ ମାନେ ଗାଈମାନଙ୍କର କଲ୍ୟାଣ କରୁଥିବା, କଲ୍ୟାଣ ଇଚ୍ଛା କରୁଥିବା ବ୍ୟକ୍ତିତ୍ୱ। ଗୋପବନିତାଗା ବ୍ରଜଭୃତ୍ୟ ଗୀତା। ଆପଣ ଗୋପାଙ୍ଗନାମାନଙ୍କର ध्येय। ବ୍ରଜର ଗୋପ ବାଳକମାନେ ଆପଣଙ୍କର ନାରଦ ଆଦି ଭକ୍ତମାନେ ନିରନ୍ତର ଆପଣଙ୍କର ପବିତ୍ର ଯୋଗଦାନ କରୁଛନ୍ତି। ଗୋପ ବନିତା ବ୍ରଜଭୃତ୍ୟ ଗୀତା। ଗୋପ ଗୌରୁଣୀ ଏବଂ ଗୋପାଳ ମାନେ ଆପଣଙ୍କର ଗୁଣଗାନ ଅନାବର୍ତ୍ତ କରୁଛନ୍ତି। ଆପଣ ହେଲେ ଆପଣଙ୍କର ନାମ ଶୁଣିଲେ କଲ୍ୟାଣ ହିଁ ହେବ, ଶ୍ରବଣ ମଙ୍ଗଳ ଏବଂ ତୀର୍ଥସ୍ରବ। ତୀର୍ଥ କରିବା ଯାହା ବୁଲି ବୁଲିକିରି ଆପଣଙ୍କର ନାମ ଶ୍ରବଣ କରିବା, କୀର୍ତ୍ତନ କରିବା ମଧ୍ୟ ତାହା। ତେଣୁ ଭୃତ୍ୟମାନଙ୍କୁ ଆପଣ ରକ୍ଷା କରନ୍ତୁ। ଜୟଦଂ କଲ୍ୟ ଉତ୍ଥାୟ, ଯେଉଁ ବ୍ୟକ୍ତି ସକାଳୁ ସକାଳୁ ଉଠିକିରି ମହାପୁରୁଷ ଲକ୍ଷଣମ୍, ଏସବୁ ମହାପୁରୁଷଙ୍କର ବର୍ଣ୍ଣନା ଆମେ କହିଲୁ। ଇଏକୁ ଯିଏ ସକାଳୁ ଉଠିକିରି ସ୍ମରଣ କରେ, ତତ୍ ଚିତ୍ତ ପ୍ରାୟତୁ ଜପ୍ତ୍ୱା ବ୍ରହ୍ମବେଦ ଗୁହାଶୟମ୍, ସେ ବ୍ୟକ୍ତିଟା ନିଜ ଗୁହା ଭିତରେ ଥିବା ପରମାତ୍ମା ତତ୍ତ୍ୱକୁ ଅନୁଭବ କରିପାରିବ। ଉଠିକିରି ଯିଏ ତାକୁ ଅଧ୍ୟୟନ କରେ। ସୌନକ ଉବାଚ ଶୁକୁ ଯଦାହ ଭଗବାନ ବିଷ୍ଣୁରାତାୟ ଶୃଣ୍ୱତେ ସୌರೋ ଗଣୋ ମାସି ମାସି ନାନା ବସତି ସପ୍ତକଃ। ବର୍ତ୍ତମାନ ସୌର ପ୍ରଶ୍ନ କରୁଛନ୍ତି, ଏ ସୁତ ଭଗବାନ ରାଜର୍ଷି ପରୀକ୍ଷିତଙ୍କୁ ଶ୍ରୀମଦ୍ ଭାଗବତ କଥା ଶୁଣାଇବା ସମୟରେ ପଞ୍ଚମ ସ୍କନ୍ଧରେ ଭଗବାନ ଶୁକଦେବ କହିଥିଲେ ଯେ ସୂର୍ଯ୍ୟଙ୍କୁ ମୁଖ୍ୟ କରି ଋଷି, ଗନ୍ଧର୍ବ, କିନ୍ନର, ଅପ୍ସରା, ନାଗ, ଯକ୍ଷ ଦେବତାମାନଙ୍କର ଗୋଟିଏ ଏଇସବୁ ସୂର୍ଯ୍ୟଙ୍କ ପାଖରେ ଏମାନେ ରହିଛନ୍ତି। ଶୁକ ଯଦାହ ଭଗବାନ ଶୁକ ବିଷ୍ଣୁରାତାୟ, ବିଷ୍ଣୁରାତା ପରୀକ୍ଷିତକୁ ଶୁଣୁଥିବା ପରୀକ୍ଷିତକୁ ଭଗବାନ ଶୁକ କହିଥିଲେ ସୌରୁ ଗଣ ମାସି ମାସି, ପ୍ରତ୍ୟେକ ମାସରେ 12 ରାଶିରେ ସୂର୍ଯ୍ୟ ବୁଲନ୍ତି। ଗୋଟିଏ ରାଶି ଛାଡ଼ିକି ଆଉ ଗୋଟିଏ ରାଶିକି ଗଲା ସମୟରେ ପଞ୍ଚମ ସ୍କନ୍ଧରେ ଗୁଡ଼ାକ କୁହାଯାଇଛି। ସୂର୍ଯ୍ୟଙ୍କ ପାଖରେ ଜଣେ ଋଷି ରହିବ, ଗନ୍ଧର୍ବ, ଗୋଟିଏ ନାଗ, ଅପ୍ସରା, ଯକ୍ଷ, ରାକ୍ଷସ, ଦେବତାମାନେ 7 ଜଣ। ଏ 7 ସବୁ ମାସରେ ନାଁ ଅଲଗା, ଇଏ ଅଲଗା ଅଲଗା ସବୁ ରହନ୍ତି ସୂର୍ଯ୍ୟଙ୍କ ପାଖରେ। ପ୍ରତ୍ୟେକ ରାଶିରେ ମାସେ ରହିବେ। ତେଣୁ ଏମାନଙ୍କର ସ୍ଥିତି ସୂର୍ଯ୍ୟଙ୍କ ସହିତ ଗୋଟିଏ ଗୋଟିଏ ମାସ। ଏକଥା ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରା ସରିଛି। ସପ୍ତକ ତେଷାଂ ନାମାନି କର୍ମାଣି ସଂଯୁକ୍ତା ନାମଧୀଶ୍ୱରେ ବ୍ରୂହୀନଃ ଶ୍ରଦ୍ଧାନାନାଂ ବ୍ୟୁହମ୍ ସୂର୍ଯ୍ୟାତ୍ମନୋ ହରେ।
ହରି ହେଉଛନ୍ତି ସୂର୍ଯ୍ୟାତ୍ମା। ସୂର୍ଯ୍ୟାତ୍ମନଃ ହରେଃ। ସେହି 7 ବର୍ଗ ସମନ୍ୱିତ ଗଣ ପ୍ରତ୍ୟେକ ମାସରେ ବଦଳନ୍ତି। ହେଲା ପାଳି କରି ଭଗବାନଙ୍କ ସେବା କରନ୍ତି। 12 ମାସ ଅନୁସାରେ 12 ଗଣ ସେମାନଙ୍କର ସ୍ୱାମୀ 12 ଆଦିତ୍ୟଙ୍କ ସହିତ ରହି କେଉଁ କର୍ମ କରନ୍ତି ଏବଂ ସେମାନଙ୍କର ନାମ କ'ଣ ଆମକୁ ଟିକେ କହନ୍ତୁ। ଇଏ 7 ଜଣ ତାଙ୍କ ପାଖରେ ରହନ୍ତି। ପ୍ରତି ମାସରେ ଇଏ ଅଲଗା ଅଲଗା ନାଁ। ତେଣୁ ଏମାନେ ତାଙ୍କ ପାଖରେ ରହିକି କ'ଣ କିଏ କରନ୍ତି, କିଏ କାହାର କାମ କ'ଣ, ଇଏ ସବୁଗୁଡ଼ାକ ତାଙ୍କର ନାଁ କ'ଣ ଏବଂ କାମ କ'ଣ ତାକୁ ପ୍ରତ୍ୟକ୍ଷ ଭାବରେ ଆମକୁ ବର୍ଣ୍ଣନା କର। ସୁତ ଉବାଚ। 7 ରହନ୍ତି ପ୍ରଭୁଙ୍କ ପାଖରେ। ପ୍ରତି ମାସରେ ମାନେ ଗୋଟେ ସୂର୍ଯ୍ୟ ମାସ ଯୋଉଠି ଚାଲିଛି, ଚନ୍ଦ୍ର ମାସ ଚାଲିଛି। ସୂର୍ଯ୍ୟ ମାସ ହେଲେ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ 12 ମାସ। ସୂର୍ଯ୍ୟ ମଧ୍ୟ ତଦନୁସାରେ ତାଙ୍କର 12ଟା ନାଁ ଅଛି। କେଉଁ ମାସରେ କେଉଁ ନାଁ ସବୁ ଠିକଣା ହେଇକି ରହିଛନ୍ତି। ତେଣୁ ସେ ଗୋଟିଏ ଗୋଟିଏ ମାସରେ ଗୋଟିଏ ଗୋଟିଏ ରାଶିରେ ମାସେ ଲେଖେ ସୂର୍ଯ୍ୟ ରହନ୍ତି ଏବଂ ସେଇଠି ତାଙ୍କ ସାଙ୍ଗରେ 7 ଜଣ ଲେଖେ ରହନ୍ତି। ସେଗୁଡ଼ା ତାଙ୍କର ନାଁ କ'ଣ ଏବଂ ରହନ୍ତି ତାଙ୍କ କାମ କ'ଣ ସବୁଗୁଡ଼ାକ ଆମକୁ ବର୍ଣ୍ଣନା କର ବୋଲି କହିଲେ। ସୁତ ଉବାଚ। ଅନାଦ୍ୟ ବିଦ୍ୟୟା ବିଷ୍ଣୁ ଆତ୍ମନଃ ସର୍ବଦେହିନା ନିର୍ମିତ ଲୋକତନ୍ତ୍ରୋୟଂ ଲୋକେଷୁ ପରିବର୍ତ୍ତତେ। ସୁତ କହୁଛନ୍ତି ଭଗବାନ ବିଷ୍ଣୁ ହେଉଛନ୍ତି ସକଳ ଦେହଧାରୀ ପ୍ରାଣୀଙ୍କର ଅନ୍ତର୍ଯ୍ୟାମୀ ଆତ୍ମା। ସମସ୍ତ ସବୁ ଜୀବ ଭିତରେ ଆତ୍ମସ୍ୱରୂପରେ ସେ ଅଛନ୍ତି, ଚୈତନ୍ୟ ସ୍ୱରୂପରେ। ସେ ନଥିଲେ କେହି ନଥାନ୍ତେ। ସେଇ ବିଷ୍ଣୁଙ୍କର ଅନାଦି ଅନନ୍ତ ମାୟା ଏହି ଦୃଶ୍ୟମାନ ସୂର୍ଯ୍ୟକୁ ସୃଷ୍ଟି କରିଛି। ସୂର୍ଯ୍ୟ ବି ସେ ତାଙ୍କରି ମାୟା ଦ୍ୱାରା ସୃଷ୍ଟ। ସୂର୍ଯ୍ୟ ବିଭିନ୍ନ ମଣ୍ଡଳରେ ଗତି କରି ବିଶ୍ୱକୁ କ୍ରିୟାଶୀଳ କରିବା ଲୋକ ସୂର୍ଯ୍ୟ। ନହେଲେ ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ସମସ୍ତେ ମୃତବତ୍ ଜଡ଼ ଭଳିଆ ଶୋଇଯାଆନ୍ତି। ସୂର୍ଯ୍ୟ ଆସିଲେ ସକଳ ଶକ୍ତିର ଆଧାର ସିଏ। ସମସ୍ତଙ୍କର ଶକ୍ତିର ସଞ୍ଚାର ହୁଏ ଏବଂ ଯେଝା କାମରେ ଯିଏ ଲାଗିଯାଆନ୍ତି। ବିନା ସୂର୍ଯ୍ୟରେ କାର୍ଯ୍ୟ ନାହିଁ। ସେ ଶକ୍ତିର ଆଧାର କାମ କରିବାକୁ ପ୍ରବୃତ୍ତ କରନ୍ତି ସୂର୍ଯ୍ୟ। ତେଣୁ ଏକ ଏବ ହି ଲୋକାନାଂ ସୂର୍ଯ୍ୟ ଆତ୍ମା ଆଦିକୃତ ହରି। ଏକମାତ୍ର ସୂର୍ଯ୍ୟ ହେଉଛନ୍ତି ସମସ୍ତଙ୍କର ଆତ୍ମା ଏବଂ ସିଏ ହିଁ ଭଗବାନ। ସର୍ବବେଦ କ୍ରିୟା ମୂଳ ଋଷିଭି ବହୁଧୂର୍ଦ୍ଧିତ। ସମସ୍ତ ମୁନି ଋଷି ବିଜ୍ଞ ବ୍ରହ୍ମଦର୍ଶୀମାନେ ବର୍ଣ୍ଣନା କରିଛନ୍ତି। ସବୁ ବେଦରେ ମଧ୍ୟ ବର୍ଣ୍ଣିତ ହୋଇକି ଅଛନ୍ତି। କ୍ରିୟା ମୂଳ ସଂସାରରେ ଯେତେ ଯାହା କ୍ରିୟା ହେଉଛି ସମସ୍ତ କ୍ରିୟାର ମୂଳ ହେଲେ ସୂର୍ଯ୍ୟ। ସୂର୍ଯ୍ୟ ହେଲେ ଶକ୍ତିର ଆଧାର। ସୂର୍ଯ୍ୟଙ୍କ ଅନୁପସ୍ଥିତିରେ କୌଣସି କ୍ରିୟା ସବୁ ମାନ୍ଦା ହେଇଯିବ। ସିଏ ଥିବାରୁ ସମସ୍ତ କ୍ରିୟା ସମସ୍ତେ କରୁଛନ୍ତି। ହବନି ତ ନହେଲେ କିଛି କାମ ହବନି, କୌଣସି କ୍ରିୟା ହବନି। ବିନା ତେଣୁ କ୍ରିୟାର ମାଲିକ ହେଲେ ସୂର୍ଯ୍ୟ। ଏ କଥାଟି କହିଲେ ତାପରେ ଆହୁରି ଚାଲିବ।